କେମିତି ଅଛ? ଭଲ ଅଛ? ଖାଇଛ? ଆମେ କଣ କରିବା ଜାଣିଛ? ଆମ ଶରୀରରେ ଯୋଉ ସବୁ ଅଙ୍ଗ ଅଛି ସେ ସବୁ ଜାଣିବା ଆଜି। ତମେ ଯୋଉ ଖାଇଲ କାହା ଦ୍ୱାରା ଖାଇଲ? ପାଟି ଦ୍ୱାରା। ଆଚ୍ଛା ପାଟିକୁ ଆମେ ଇଂଲିଶରେ କଣ କୁହନ୍ତି ଜାଣିଛ? ମାଉଥ। କଣ? ମାଉଥ। ହଉ ମୁଁ ଗୋଟେ ଗୋଟେ ଦେଖେଇବି ତମେ କହିବ ହେଲା। ଆଚ୍ଛା କହିଲ ଏଇଟା କଣ? ଫେସ୍। ଫେସ୍ ମାନେ କଣ? ମୁହଁ। ଆଚ୍ଛା ତାହେଲେ ଏଇଟା କଣ? ହାତ। ହାତ କଣ କୁହନ୍ତି? ହ୍ୟାଣ୍ଡ। ଆଚ୍ଛା କହିଲ ଆମର ଏଇଟା କଣ? ତାକୁ କଣ କୁହନ୍ତି ଇଂଲିଶରେ? ନୋଜ୍। ଆଚ୍ଛା ଏଇଟା କଣ? ଏଇଟା ଆଙ୍ଗୁଳି। ଆଙ୍ଗୁଳି କଣ କୁହନ୍ତି? ଫିଙ୍ଗର। ଏଇଟା କଣ? ହାତ ଗଣ୍ଠି। ଏଇଟା କଣ? ପାପୁଲି। ପାପୁଲିକୁ ଇଂଲିଶରେ କଣ କୁହନ୍ତି? ପାମ୍। ଆଚ୍ଛା କହିଲ ଏଇଟା କଣ? ଓଠକୁ ଇଂଲିଶରେ କଣ କୁହନ୍ତି? ଲିପ୍। ଆଚ୍ଛା ତମ ଦାନ୍ତ କାଇଁ ଦେଖେଇଲ? ତାକୁ କଣ ଇଂଲିଶରେ କୁହନ୍ତି ଜାଣିଛ? ଟିଥ୍। ଆଚ୍ଛା ଦାନ୍ତ ଦ୍ୱାରା ଆମେ କଣ କରନ୍ତି? ଚୋବେଇକି ଆମେ କଣ କରନ୍ତି? ଖାଇପାରନ୍ତି। ତାହେଲେ ଦାନ୍ତ ଆମକୁ ସାହାଯ୍ୟ କରେ ନା? ବହୁତ ସାହାଯ୍ୟ କରେ। ଦାନ୍ତ ନଥାନ୍ତା ତମେ ଆଜି ତ ଖାଇକି ଆସିନଥାନ୍ତା ହେଲା। ଆଚ୍ଛା ତାହେଲେ ଏଇଟା କଣ? ଗାଲକୁ ଇଂଲିଶରେ କଣ କୁହନ୍ତି? ଚିପ୍। ଆଚ୍ଛା କହିଲ ଏଇଟା କଣ? ହାତ। ହାତ କଣ କୁହନ୍ତି ଇଂଲିଶରେ? ହ୍ୟାଣ୍ଡ। ଆଚ୍ଛା କହିଲ ହାତ ଦ୍ୱାରା ଆମେ କଣ କରନ୍ତି? ଖାଇପାରନ୍ତି। ଆଉ କଣ କରିପାରନ୍ତି? କାମ କରିପାରନ୍ତି। ତମେ ଲେଖିପାରୁଛ? ପଢି ପାରୁଛ? ଆଉ ଦିଦି ତର କହୁଛ ତମେ ନାଚି ବି ପାରୁଛ? ହାତ ହେଲେ ନାଚୁଛ ନା? ନାଚୁଛ। ତାହେଲେ ଆମ ହାତ ନଥିଲେ ଆମକୁ କଣ ଅସୁବିଧା ହୁଅନ୍ତା ନା ହୁଅନ୍ତାନି? ଖାଇପାରନ୍ତେନି ନା, ଲେଖିପାରନ୍ତେନି, ପାଠ ବି ପଢି ପାରନ୍ତେନି, ରକ୍ତ ବୋହିବ। ଆଚ୍ଛା ହଉ ଠିକ ଅଛି। ଆଚ୍ଛା କହିଲ ଆମର ଏଇଟା କଣ କୁହନ୍ତି? ଏଇଟା ନଖ। ନଖକୁ କଣ କୁହନ୍ତି ଇଂଲିଶରେ? ନେଲ୍ କୁହନ୍ତି। କଣ? ନେଲ୍। ଆଚ୍ଛା କହିଲ ନଖ ଯଦି ଆମର ବଢିଯିବ ତାହେଲେ ଏଇଟା କଣ ଭଲ କଥା? ନଖ ଯଦି ବଢିଲା ତାହେଲେ କଣ ଅସୁବିଧା ହବ ଆମର? ଖାଇପାରିବାନି। ରୋଗ ହବ। ମହିଳା ସବୁ ଏବେ କଣ ହେଇଯିବ? ଜାମ୍ ହେଇକି ଆମକୁ କଣ ରୋଗ ହବ ଆମ ପେଟରେ ହେଲା। ତାହେଲେ ଆମେ ନଖ ସଫା କରିବା। କେତେ ସଫା କରିବା? ବହୁତ ସଫା କରିବା। ଆଚ୍ଛା କହିଲ ପିଲାମାନେ ଏଇଟା କଣ? ଆଖି। ତମର କେତେ ଆଖି ଅଛି? ତମର ଦିଟା। ଆଚ୍ଛା ଆଖି ଦ୍ୱାରା ଆମେ କଣ କରନ୍ତି କହିଲ? ଦେଖନ୍ତି। ତମ ଜିଭ ଅଛି? ତାକୁ ଇଂଲିଶରେ କଣ କୁହନ୍ତି ଜାଣିଛ? ତମେ ଜିଭ ଦ୍ୱାରା କଣ କର? ଚାଟନ୍ତି। କଣ ଚାଟ? ଖାଦ୍ୟ। ଖାଦ୍ୟ ଖାଇଲେ ଆମେ କଣ କରୁ? ଜାଣିପାରନ୍ତି ସ୍ୱାଦଟା ଜାଣିପାରନ୍ତି। କଣ ଖଟା କୋଉଟା, ମିଠା କୋଉଟା, ଆଉ ଲୁଣି କୋଉଟା ଜାଣିପାରନ୍ତି ନା ଜାଣିପାରନ୍ତିନି? ଯଦି ନଖରେ ଜୀବ ନଥିବ ତାହେଲେ କଣ ହବ? ଆମେ କିଛି ଜାଣିପାରିବାନି। ଭଲ ଖରାପ ଯାହା ବି କରିବା ତା ଖାଇଦେବା ନା? ତାହେଲେ ଆମେ ଜୀବ ରହିକି କିଛି ଅସୁବିଧା? ଭଲ କରୁଛି ନା ଖରାପ କରୁଛି? ଭଲ। ଆଚ୍ଛା